এই লোকতিলকম শাশ্বতবার্তা বিভূষণম আমার গুপ্তস্তারম উত্তম লোক জীবন প্রণাপমর্থ ଜାଗଜୀବନ ବନ୍ଦେ ଜୀବନ ଜୀବ ସତ୍ପୁରୁଷୋତ୍ତମ। ଆଜିର ଗୋଟେ ଟପିକ୍ ଥିଲା ଶ୍ରୀ ଠାକୁରଙ୍କର ବହିରୁ ମୁଁ କାଢ଼ିଥିଲି। ତାଙ୍କ ଜୀବନୀ ବହି ଲେଖା ହେଇଛି ଶ୍ରୀ ଠାକୁରଙ୍କର ଗୋଟେ ମହାଭାବବାଣୀ ବହିଟିଏ। ତାର ଟପିକ୍ଟା ହେଉଛି ମହାଭାବବାଣୀ। ଜଗତର ମଙ୍ଗଳ ଉଦ୍ଦେଶ୍ୟରେ ତାଙ୍କ ସେ ମୁଖରୁ ଭାବବାଣୀ ନିର୍ଗତ ହୁଏ। ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଯୋଗସୁପ୍ତ ବା ଆତ୍ମସଂସ୍ପର୍ଶ ଅବସ୍ଥାରେ ଗୀତା ପ୍ରକାଶ କରି କହିଥିଲେ ଯେ ମହାଭାରତର 16 ଅଧ୍ୟାୟ ଅଶ୍ୱମେଧ ପର୍ବ। ଆଜିର ଯେଉଁ ଆଲୋଚନା ଥିଲା ଯେ ମହାଭାରତର ଗୋଟେ 16 ଅଧ୍ୟାୟ ଭାଗବତ ଗୀତାରେ ଆପଣମାନେ ପଢ଼ିଥିବେ ଅଶ୍ୱମେଧ ପର୍ବ କଥା, ଏବଂ ଏହି ବାଣୀ ମଧ୍ୟ ଅନେକାଂଶରେ ସେହି ଧରଣର। ତେବେ ଏଥିରେ ନାନା ଭାବର ବାଣୀ ଓ ଏପରି ସବୁ କଥା ନିର୍ଗତ ହୋଇଛି ଯେ ସେହିପରି ଭାବବାଣୀ କୌଣସି ଦେଶରେ କୌଣସି ଧର୍ମଗ୍ରନ୍ଥରେ ଦୃଷ୍ଟ ହୁଏ ନାହିଁ। ଏବଂ ଗୀତା ଓ ଶ୍ରୀ ଠାକୁରଙ୍କ ଭାବବାଣୀ, ଏଥିରେ ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କର କମ୍ବିନେସନ୍ କଥା ଲେଖା ହେଇଛି ଯେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯେଉଁ ଭଗବତ ଆଚରଣ ଭିତରେ ଦେଇ ବାସ୍ତବ ଜୀବନର ପରିଚାଳିତ ମାର୍ଜିତ ତା ସହିତ ସୁକେନ୍ଦ୍ରିକ ଜୀବନର ଯେଉଁ ଉଦାହରଣ ଦେଇଥିଲେ ବୁଝେଇଥିଲେ ତା ବିଷୟରେ ଆମମାନେ ଭଗବତ ଗୀତାରେ ମଧ୍ୟ ପଢ଼ୁ। କିନ୍ତୁ ସେଇ ଭଗବତ ଗୀତାକୁ ନେଇ ସେ ଠାକୁରଙ୍କର ବ୍ୟାଖ୍ୟାନଟା କ'ଣ ଥିଲା ତାହା ଆମେ ଜାଣିବା। ମହାଭାରତ ଅଶ୍ୱମେଧ ପର୍ବରୁ 16 ଅଧ୍ୟାୟ କଥା ମୁଁ କହୁଛି। ତା ପାଠ କଲେ ଦେଖାଯାଏ ଯେ ଅର୍ଜୁନ ଏକ ସ୍ଥାନରେ ଶ୍ରୀକୃଷ୍ଣଙ୍କୁ ପୁନରାୟ ଗୀତାର ଉପଦେଶ ଦେବାକୁ ଅନୁରୋଧ କରିଥିଲେ। ତହିଁରେ ତାର ପ୍ରତ୍ୟୁତ୍ତରରେ ଶ୍ରୀକୃଷ୍ଣ କହୁଛନ୍ତି, ମୁଁ ଯେତେବେଳେ ଯୋଗସ୍ଥ ଅବସ୍ଥାରେ ଗୀତାର ଭାବବାଣୀ କହିଥିଲି, ମୁଁ ସେତେବେଳେ ଯୋଗସ୍ଥ ଅବସ୍ଥାରେ ଗୀତାର ଭାଗବାଣୀ କହିଥିଲି। ମାନେ ସେହି ସମୟରେ ମୁଁ ଯୋଗସ୍ଥ ଅବସ୍ଥାରେ ଥିଲି, ସୁତରାଂ ବର୍ତ୍ତମାନ ଆଉ ସେହିପରି ଭାବରେ କହିପାରିବି ନାହିଁ। ସେହି ସମୟରେ ଯେଉଁଭଳି ଭାବରେ ବୁଝେଇଥିଲି ଆଉ ଏବେ ମୁଁ ସେଇଭଳି ଭାବରେ ବୁଝେଇ ପାରିବି ନାହିଁ। ବର୍ତ୍ତମାନ ଆଉ ମୋର ଯୋଗଯୁକ୍ତ ଅବସ୍ଥା ଉପସ୍ଥିତ ହେବ ନାହିଁ। ପଞ୍ଚ ଇନ୍ଦ୍ରିୟକୁ ଏକତ୍ରୀକରଣ କରି ସତ୍ତା ଓ ଶରୀରର ଚେତନାର ଭିତରେ ବୁଡ଼ି ଯୋଗସ୍ଥ ଅବସ୍ଥାରେ ଯେଉଁ ଭାବବାଣୀ ମୁଁ ତୁମକୁ କହିଥିଲି, ସେଇ ଭାବବାଣୀ ମୁଁ ଆଉ ପ୍ରକାଶ କରିପାରିବି ନାହିଁ ଆଉ ସେଇଭଳି ଭାବେ କହିପାରିବି ନାହିଁ। ତୁମେ ଯେ ସେହି ସମୟରେ ସେହିସବୁ କଥା ହୃଦୟଙ୍ଗମ ନ କରି ସମ୍ପୂର୍ଣ୍ଣ ସ୍ମରଣ ନ ରଖି ଅନ୍ୟ କାର୍ଯ୍ୟ କରିଅଛ, ଯାହା ହେବାର ଅଛି ମୁଁ ତୁମକୁ ନୂତନ ନୂତନ ଉପଦେଶ ଦେଉଅଛି, ଶ୍ରବଣ କର। ସେହି ଉପଦେଶ ସମଷ୍ଟି ଅନୁଗୀତା ନାମରେ ଖ୍ୟାତ। ଏହି ଘଟଣାରୁ ବୁଝାଯାଇଛି ଯେ ଶ୍ରୀକୃଷ୍ଣଙ୍କର ଗୀତା କହିବା ସମୟର ଭାବ ଅବସ୍ଥା କିପରି ଥିଲା। ଗୀତା କହିବା ସମୟରେ ତାଙ୍କର ଭାବ ବା ଅବସ୍ଥାଟା କେଉଁ ଭଳିଆ ଥିଲା। ଏହି ଅବସ୍ଥାରେ ବାହ୍ୟ ଜ୍ଞାନ ନଥିଲେ ହିଁ ଭିତରେ ଚିଦାନନ୍ଦର ତରଙ୍ଗ ଉଠୁଥାଏ। ଏଥିପାଇଁ ଗୀତାର ଭାବବାଣୀ ପ୍ରକାଶ ଧରଣ ଓ ଆମର ବର୍ତ୍ତମାନ ଭାବବାଣୀ ପ୍ରକାଶ ଧରଣକୁ ଏକ ବୋଲି କୁହାଯାଇଛି। ସେହି ବାଣୀ ହିସାବରେ କୌଣସି ଅଂଶରେ ଉଭୟ ଧରଣର ପୁଷ୍ଟି, କୌଣସି ଅଂଶରେ ଭିନ୍ନ ଧରଣର। ଆମ୍ଭେମାନେ ଗୀତାରେ ଯେଉଁ ସବୁ ଉପଦେଶ ଓ ସତ୍ୟ ପ୍ରାପ୍ତ ହେଉ ସେ ସମସ୍ତ ହିଁ ଉପନିଷଦରେ ଦୁଷ୍ଟ ହୁଏ। ତେବେ ଗୀତା ଓ ଉପନିଷଦ ମଧ୍ୟରେ ତାରତମ୍ୟଟା କ'ଣ? ଏହି ଟପିକ୍ରେ ଆମେମାନେ ଜାଣିବାକୁ ଚେଷ୍ଟା କରିବା ଯେ ଗୀତା ଓ ଉପନିଷଦ ଭିତରେ ଯେ ପାର୍ଥକ୍ୟଟା କ'ଣ। ଉପନିଷଦର ସମସ୍ତ ଭାବଗୁଡ଼ିକୁ ସଂଗ୍ରହ କରି ସେଗୁଡ଼ିକ ମଧ୍ୟରେ ସାମଞ୍ଜସ୍ୟ ବିଧାନ କରାଯାଇଛି ଏବଂ ତାକୁ ସଂକ୍ଷିପ୍ତ କରାଯାଇଛି। ଦେଖନ୍ତୁ, ଉପନିଷଦ ଅର୍ଥ ହେଲା ଯେ ସବୁ ପ୍ରକାର ଭାବଗୁଡ଼ିକୁ ଯେଉଁ ଭାବ ଅବସ୍ଥାରେ ସେ କହିଥିଲେ ସେଗୁଡ଼ାକୁ ସଂଗ୍ରହ କରାଯାଇଛି ଆଉ ସେଗୁଡ଼ିକ ମଧ୍ୟରେ ସାମଞ୍ଜସ୍ୟର ବିଧାନ କରାଯାଇଛି ଏବଂ ତାକୁ ସଂକ୍ଷିପ୍ତ କରାଯାଇଛି, ଛୋଟ କରାଯାଇଛି। ଗୀତା ସହିତ ଉପନିଷଦର ସମ୍ବନ୍ଧ ଯେ ଠିକ୍ ଏତିକି ମାତ୍ର ତାହା ନୁହେଁ। ଗୀତାର ବକ୍ତା ଯେଉଁମାନେ ଭାଷଣ ଦିଅନ୍ତି, ଗୀତାର ବକ୍ତା
ଭାବସ୍ଥ ଅବସ୍ଥାରେ ଅର୍ଜୁନଙ୍କୁ ଉପଦେଶ ଦେଉଥିଲେ। କିନ୍ତୁ ଉପନିଷଦ ଋଷିମାନେ ଧ୍ୟାନସ୍ଥ ଅବସ୍ଥାରେ ଯାହା ଦର୍ଶନ ଓ ଶ୍ରବଣ କରିଥିଲେ, ସହଜ ଓ ସାଧାରଣ ଅବସ୍ଥାରେ ତାହା ହିଁ ଶିଷ୍ୟମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ। ଦେଖନ୍ତୁ, ମୁନି ଋଷିମାନଙ୍କର କଥା ଏଠି ଲେଖା ହେଇଛି। ମୁନି ଋଷିମାନେ ଯାହା ଦର୍ଶନ ଶ୍ରବଣ ଯାହା ଶିଖିଥିଲେ, ସେଗୁଡ଼ିକ ସହଜ ସାଧାରଣ ଅବସ୍ଥାରେ ତାହା ହିଁ ଶିଷ୍ୟମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ। ଏଥିପାଇଁ ଉପନିଷଦର ପ୍ରକାଶ ଆଉ ଗୀତାର ପ୍ରକାଶ ଅନ୍ୟ ଭାବେ। ଉପନିଷଦର ପ୍ରକାଶ ଏକ ଭାବରେ ଆଉ ଗୀତାର ପ୍ରକାଶ ଅନ୍ୟ ଭାବେ। ଗୀତା ଅଲଗା, ଉପନିଷଦ ଆଉ ବାଣୀ ଯେପରି ଭାବରେ ପ୍ରକାଶିତ ହେଉନା କାହିଁକି, ତାହା ପାଠକମାନଙ୍କ ପକ୍ଷରେ ପ୍ରାୟ ଏକ ହେଲେ ହିଁ ଶ୍ରୋତାମାନଙ୍କ ପାଖରେ ତା'ର ତାରତମ୍ୟ ଖୁବ୍ ବେଶୀ। କୌଣସି ଋଷିମୁଖରୁ ଶ୍ରୁତ ଉପନିଷଦ କୌଣସି ବ୍ୟକ୍ତିର ଯେପରି ମର୍ମସ୍ପର୍ଶୀ ହେବାର କଥା, ସେହି ସମସ୍ତ ବାଣୀ ଭାବସ୍ଥ ଅବସ୍ଥାରେ ଗୀତା ବକ୍ତାଙ୍କ ମୁଖରୁ ଶ୍ରୁତ ହେଲେ ତାହା ଅପେକ୍ଷାରେ ବହୁ ଗୁଣରେ ମର୍ମସ୍ପର୍ଶୀ ହେବ। ଯାହା ଲେଖା ଅଛି, ଉପନିଷଦ ସହିତ ଗୀତାର ଏହିପରି ସମ୍ବନ୍ଧ ବୁଝିପାରିଲେ ଯୁଗାଚାର୍ଯ୍ୟଙ୍କ ବାଣୀ ସହିତ ଶ୍ରୀ ଠାକୁରଙ୍କର ଭାବବାଣୀର ସମ୍ବନ୍ଧ ବୁଝିବେ। ଦେଖନ୍ତୁ, ଏଇ ପଏଣ୍ଟ ଯଦି ଉପନିଷଦ ସହିତ ଗୀତାର ସମ୍ବନ୍ଧ ଯଦି ଆପଣମାନେ ବୁଝିପାରନ୍ତି, ତାହେଲେ ଯୁଗାଚାର୍ଯ୍ୟଙ୍କ ବାଣୀ ସହିତ ଶ୍ରୀ ଠାକୁରଙ୍କର ଭାବବାଣୀର ସମ୍ବନ୍ଧଟା ବୁଝିପାରିବେ। କନେକ୍ଟିଭିଟି। ଉପନିଷଦ କଥା ଋଷିମାନଙ୍କର ଉପଲବ୍ଧିର କଥା, ଆଉ ଗୀତାର ବାଣୀ ଆତ୍ମସମର୍ପଣ ହିସାବ ଶ୍ରୀ ଭଗବାନଙ୍କର ବାଣୀ, ଆଉ ଏହି ଭାବବାଣୀର ସାମାନ୍ୟ ସାଧକଙ୍କର ବାଣୀ ଓ ଉପଦେଶରୁ ହିଁ ଆରମ୍ଭ କରି ବର୍ତ୍ତମାନ ଯୁଗାଚାର୍ଯ୍ୟଙ୍କର ଜଗତ ବରେଣ୍ୟ ପୁରୁଷଙ୍କର ଉପନିଷଦ ମଧ୍ୟ ପରିଦୃଷ୍ଟ ପୁଣ୍ୟପଥୀ ବହିରେ ସେ ଭାବବାଣୀଟି ଲେଖା ହେଇଛି। ଠାକୁରଙ୍କର ଭାବବାଣୀ ପୁଣ୍ୟପଥୀ ବହିରେ ଅଛି। ହୋଲି ବୁକ୍ ନାମରେ ପ୍ରସିଦ୍ଧ ମୁଦ୍ରିତ ହୋଇଛି। ଏହି ଗ୍ରନ୍ଥର ଅନ୍ୟତ୍ର ସୌଦ ପାଠକ ପାଠିକାଙ୍କର ଅବଗତି ପାଇଁ ଉଦ୍ଧୃତ କରାଯାଇଛି। କି ଠାକୁରଙ୍କର ଗୋଟେ ଭାବବାଣୀ କେତେ ପ୍ରକାର, କ'ଣ ଭାବବାଣୀ, ସେସବୁ ବିଷୟରେ ଗୋଟେ ଆମର ପୁଣ୍ୟପଥୀ ବହିରେ ଆମକୁ ମିଳିପାରେ। ଭାବର ଚରମରେ ଅନେକଙ୍କର ଲୟ ହୋଇଥାଏ, କିନ୍ତୁ ସେ ସେତେବେଳେ ବିଶ୍ୱ ଉଦ୍ଧାର କଳ୍ପେ ଜୀବ ପ୍ରତି ଦୟାକରି ଧରାଧାମରେ ଅବତୀର୍ଣ୍ଣ ହୁଅନ୍ତି, ଆଉ ସେ ହିଁ ଭାବର ଚରମ ମଧ୍ୟ ଏକାବେଳେ ଲୟନ ହୋଇ ଫେରି ଆସନ୍ତି। ଆଉ ଏହି ଭାବବାଣୀର ବ୍ୟାପାର ଏହାଠାରୁ ମଧ୍ୟ ଗୁରୁତ୍ୱ। ଏହି ଭାବବାଣୀରେ ନାନା ପ୍ରକାର ଉପଦେଶ ଦୃଷ୍ଟ ହୁଏ। କେତେବେଳେ ସମୁଦାୟ ଜଗତର ମଙ୍ଗଳଜନକ ସାଧାରଣ କଥା, କେତେବେଳେ ଚୈତନ୍ୟ ଧାମର ସର୍ବୋତ୍ତମ ସ୍ତରର କଥା ବା କୌଣସି ବ୍ୟକ୍ତିଗତ କଥା, ପୁଣି କେତେବେଳେ କାହାରି ମନୋଗତ ପ୍ରଶ୍ନର ଉତ୍ତର। ଜଗତର ନାନା ବିଷୟଙ୍କର ଭବିଷ୍ୟବାଣୀ ପ୍ରକାଶିତ ହୋଇଛି। କ୍ୱଚିତ୍ କେତେବେଳେ ଇଂରାଜୀ ବଙ୍ଗଳା ବ୍ୟତୀତ ଅନ୍ୟ ଭାଷାରେ ମଧ୍ୟ ବହିର୍ଗତ ହୋଇଛି। ମନୁଷ୍ୟ ହିସାବରେ ଯେଉଁସବୁ ଭାଷା ସେ ଜାଣନ୍ତି ନାହିଁ, ଏହିପରି ଦୁର୍ବୋଧ୍ୟ ଭାଷାରେ କ୍ୱଚିତ୍ ଦିନେ ନା ଦିନେ ପଦେ ଅଧେ ବାଣୀ ବାହାରିଥିଲା। କିନ୍ତୁ ସେହି ପ୍ରକାର ଭାଷାରେ ଅଭିଜ୍ଞ ଲୋକଙ୍କର ଅଭାବରୁ ସେଗୁଡ଼ିକ ଲିପିବଦ୍ଧ ହୋଇନାହିଁ। ସାଧାରଣତଃ ଅଧିକାଂଶ ବାଣୀ ବଙ୍ଗ ଭାଷାରେ ହିଁ ବିନିର୍ଗତ ହୋଇଛି ବନା ହେଇଛି। ଏ ଥିଲା ଗୋଟେ ଶ୍ରୀ ଠାକୁର ଆଉ ଗୀତାଙ୍କର ଶ୍ରୀ ଠାକୁରଙ୍କର ଓ ଗୀତା ଭାବବାଣୀ, ଗୀତା ଓ ଶ୍ରୀ ଠାକୁରଙ୍କ ଭାବବାଣୀ ବହିରେ ଶ୍ରୀ ଠାକୁରଙ୍କ ବହିରେ ଲେଖା ହେଇଥିଲା। ଶ୍ରୀ ଠାକୁର ଗୀତାକୁ ନେଇ କ'ଣ କହିଥିଲେ। ଆମେ ନେକ୍ସଟ ଭିଡ଼ିଓ ଦେଖିବା। ଆମେ ଅଲୌକିକ ଶକ୍ତିର କଥା, ମିରାକିଲ୍, ଅନ୍ୟ ଭିଡ଼ିଓ ଆମେ ମିରାକିଲ୍ ଆମେ ଆଲୋଚନା କରିବା। ଏ ମିରାକିଲ୍ଟା କ'ଣ ଲେଖା ହେଇଥିଲା, ଆଉ ମିରାକିଲ୍ କ'ଣ, ଠାକୁର କ'ଣ କହିଛନ୍ତି ମିରାକିଲ୍। ଏବଂ ଶ୍ରୀ ଠାକୁରଙ୍କର ଆଉ ଗୋଟିଏ ବାଣୀଟି ମୁଁ ଏବେ କହିବି, ଯେ ଗୋଟେ ଷ୍ଟୋରିଟି ପଢ଼ିବି। ଶ୍ରୀ ଠାକୁରଙ୍କର ପ୍ରଥମେ ଧରା ପଡ଼ିଥିଲେ, କ'ଣ ସେ କରିଥିଲେ, ସେ କେମିତି ପ୍ରଥମେ ଧରା ପଡ଼ିଥିଲେ, ତା ଆମେ ଆଲୋଚନା କରିବା ପରବର୍ତ୍ତୀ ଭିଡ଼ିଓରେ। ଆଉ ସେ ଷ୍ଟୋରିଟା ଗୋଟେ ଇଣ୍ଟରେଷ୍ଟିଂ ଷ୍ଟୋରି, ଆପଣମାନେ ଶୁଣିବେ। ଆଉ ଆଜି ପାଇଁ ଜୟ ଗୁରୁ।